ଆଜି ପ୍ରାୟଶ୍ଚିତ ଦିନର ପବିତ୍ର ପର୍ବ ଅଟେ, ଯେଉଁଦିନ ଆମ୍ଭମାନଙ୍କ ସମସ୍ତ ଅପରାଧ ଓ ପାପରୁ ମୁକ୍ତି କରାଯାଏ। ପ୍ରାୟଶ୍ଚିତ ଦିନ ସେହି ଦିନ ହୋଇଥାଏ ଯେଉଁଦିନ ପରମେଶ୍ୱର ସ୍ୱୟଂ ସେହି ଦଣ୍ଡର ଅଧୀନ ହୁଅନ୍ତି, ଯାହାକୁ ଆମ୍ଭେ ଆପଣା ପାପ କାରଣରୁ ପ୍ରାପ୍ତ କରିବାର ଯୋଗ୍ୟ ଅଟୁ। ପୁରାତନ ନିୟମର ଇତିହାସ ମାଧ୍ୟମରେ ଆମ୍ଭେ ବୁଝିପାରିବା କି ପିତା ଓ ମାତା ଆମ୍ଭମାନଙ୍କୁ ଅସଂଖ୍ୟ ପାପ ଓ ଅପରାଧରୁ ମୁକ୍ତି ଦେଇଛନ୍ତି। ପୁରାତନ ନିୟମର ସମୟରେ ଗୋରୁ, ବୃଷ, ଛାଗ, ମେଷ ଶାବକ ଓ ବାଛୁରୀ ପରି ପଶୁମାନଙ୍କୁ ପାପାର୍ଥକ ବଳି ରୂପେ ବଳିଦାନ କରାଯାଉଥିଲା। ଏହି ପଶୁମାନଙ୍କ ବଳିଦାନ ମାଧ୍ୟମରେ ବାଇବଲ ଆମ୍ଭମାନଙ୍କୁ କହିଥାଏ କି ପିତା ଓ ମାତା ଆମ୍ଭମାନଙ୍କୁ ପାପ କ୍ଷମା ଦେବା ନିମନ୍ତେ କେତେ ବଡ଼ ବଳିଦାନ ଓ ପୀଡ଼ା ସହ୍ୟ କଲେ। ଆଜି ଆମ୍ଭକୁ କେବଳ ଏହା ଭାବିବା ଉଚିତ ନୁହେଁ, ଆଜି ପ୍ରାୟଶ୍ଚିତର ଦିନ ସେହି ପର୍ବ ଯାହାକୁ ଆମ୍ଭେ ପବିତ୍ର କ୍ୟାଲେଣ୍ଡର ଅନୁସାରେ ସପ୍ତମ ମାସର 10ମ ଦିନରେ ପାଳନ କରିଥାଉ। ଏହା ବଦଳରେ ସେହି ପୀଡ଼ାକୁ ସ୍ମରଣ କରୁଥାଇ ଯାହାକୁ ପିତା ଓ ମାତା ଆମ୍ଭମାନଙ୍କୁ ରକ୍ଷା କରିବା ପାଇଁ ଅତିବାହିତ କଲେ, ଆଉ ଆମ୍ଭମାନଙ୍କୁ ସେହି ନରକର ଦଣ୍ଡରୁ ମୁକ୍ତ କଲେ ଯେଉଁଥିରେ ଆମ୍ଭକୁ ଯିବାର ସ୍ଥିର ଥିଲା। ଆମ୍ଭକୁ ପରମେଶ୍ୱରଙ୍କୁ ଧନ୍ୟବାଦ ଓ ମହିମା ଦେବା ଆବଶ୍ୟକ। ଆପଣା ଦିନ ପ୍ରତିଦିନର ଜୀବନଯାପନ କରୁଥିବା ସମୟରେ ଆମ୍ଭେ ବେଳେବେଳେ କଷ୍ଟଦାୟକ, ଯନ୍ତ୍ରଣାଦାୟକ ଓ ବିଭିନ୍ନ ପ୍ରକାରର କଠିନ ପରିସ୍ଥିତି ଗୁଡ଼ିକର ସମ୍ମୁଖୀନ କରିଥାଉ। ଯେବେ ଆମ୍ଭେ ଅଳ୍ପ ମଧ୍ୟ କଷ୍ଟ ସହ୍ୟ କରିଥାଉ, ତେବେ ଆମ୍ଭେ ଏହାକୁ ବଡ଼ ବୋଲି ବିବେଚିତ କରିଥାଉ। କିନ୍ତୁ ପରମେଶ୍ୱର ଅବର୍ଣ୍ଣନୀୟ ପୀଡ଼ା ସତ୍ତ୍ୱେ ଆମ୍ଭମାନଙ୍କ ସମସ୍ତ ଅଧର୍ମକୁ ନିଜ ଉପରେ ନେଲେ। ଏହା ସ୍ୱାଭାବିକ କି ପାପୀ ଆପଣା ପାପ ନିମନ୍ତେ ଦେୟ ଦେବାର ଯୋଗ୍ୟ ଅଟେ, କିନ୍ତୁ ପରମେଶ୍ୱର ଯେ ପାପ ରହିତ ଅଟନ୍ତି, ଆମ୍ଭମାନଙ୍କ ବଦଳରେ କ୍ରୁଶରେ ବଳିଦାନ କରୁଥାଇ ଆମ୍ଭର ପାପକୁ ବହନ କଲେ, ଯାହାଫଳରେ ଆମ୍ଭେ ଆପଣା ପାପରୁ ମୁକ୍ତ ହୋଇପାରିବା। ଏହା ବିଷୟରେ ଚିନ୍ତା କରୁଥାଇ ଆମ୍ଭକୁ ପ୍ରାୟଶ୍ଚିତ ଦିନରେ ନିହିତ ପିତା ଓ ମାତାଙ୍କ ପବିତ୍ର ବଳିଦାନକୁ ସର୍ବଦା ମନରେ ରଖୁଥାଇ ସମସ୍ତ ପରିସ୍ଥିତିରେ ଧନ୍ୟବାଦ ଦେବା ଉଚିତ। ଯେବେ ଆମ୍ଭକୁ କିଛି ଏପରି ଲାଗିଥାଏ ଯାହାକୁ ଅତିକ୍ରମ କରିବା ଅସୁବିଧା ହୋଇଥାଏ, ସେତେବେଳେ ଏହା ଭାବିବାର ଆବଶ୍ୟକତା ଅଟେ କି ଆମ୍ଭମାନଙ୍କ ପାପ କ୍ଷମା କରିବା ପାଇଁ ପରମେଶ୍ୱରଙ୍କୁ କେତେ ଅଧିକ କଷ୍ଟ ଦେଇ ଗତି କରିବାକୁ ପଡ଼ିଲା। ଯେତେବେଳେ ଆମ୍ଭେ ଅଳ୍ପ ମଧ୍ୟ ପୀଡ଼ାରେ ହୋଇଥାଉ, ତେବେ ଚିନ୍ତା କରିବା ଉଚିତ କି ପରମେଶ୍ୱର ଆମ୍ଭମାନଙ୍କ ପରିତ୍ରାଣ ନିମନ୍ତେ ଏହାଠୁ ମଧ୍ୟ ବଡ଼ ପୀଡ଼ା ସହ୍ୟ କରିଛନ୍ତି। ଏହାଦ୍ୱାରା ଆମ୍ଭେ ଏହି ବିଷୟର ଧ୍ୟାନ ରଖିବା କି ଆମ୍ଭ ମୁହଁରୁ କିଛି ଏପରି ଶବ୍ଦ ନିର୍ଗତ ନ ହେଉ ଯାହା ଆମ୍ଭର ବର୍ତ୍ତମାନ ଅସୁବିଧା, କଷ୍ଟ ବା ପୀଡ଼ା ବିଷୟରେ ବଚସା ବା ଅଭିଯୋଗ କରିଥାଏ। ଆମ୍ଭମାନଙ୍କ ପରିତ୍ରାଣ ନିମନ୍ତେ 6000 ବର୍ଷର ଏତେ ଲମ୍ବା ଅବଧି ନିମନ୍ତେ ପରମେଶ୍ୱରଙ୍କ କଷ୍ଟ କେତେ ଅଧିକ କଠିନ, ଯନ୍ତ୍ରଣାଦାୟକ ଓ ଏକୁଟିଆପଣ ଥିଲା। ଆମ୍ଭକୁ ଏହା ବିଷୟରେ କମ୍ରୁ କମ୍ ଥରେ ଚିନ୍ତା କରିବା ଉଚିତ। ଏହା ପର୍ଯ୍ୟନ୍ତ କି ଯୀଶୁଙ୍କ ଶିଷ୍ୟମାନେ ମଧ୍ୟ ଯେଉଁମାନଙ୍କୁ ସେ ପ୍ରେମ କରିଥିଲେ ଆଉ ବିଶ୍ୱାସ କରିଥିଲେ, ସମସ୍ତେ ଏକ ସମୟରେ ତାଙ୍କୁ ଏତେ ସହଜରେ ଧୋକା ଦେଲେ ଓ ନିଜକୁ ରକ୍ଷା କରିବାକୁ ପଡ଼େଇଗଲେ। ପିତାଙ୍କ ପକ୍ଷରେ ଛିଡ଼ା ହେବା ଓ ତାଙ୍କୁ ସାନ୍ତ୍ୱନା ଦେବା ପାଇଁ କେହି ନଥିଲେ। ଆଜି କମ୍ରୁ କମ୍ ଥରେ ପ୍ରାୟଶ୍ଚିତର ଏହି ଦିନରେ ଆମ୍ଭକୁ ଏହା ବିଷୟରେ ଚିନ୍ତା କରିବାର ଆବଶ୍ୟକତା ଅଛି କି ସେହି ସ୍ଥିତିରେ ସେ କେତେ ଏକୁଟିଆପଣ ଅନୁଭବ କରିଥିବେ। ଏପରି କରିବା ଦ୍ୱାରା ଆମ୍ଭକୁ ଏହା ଅନୁଭବ କରିବା ଉଚିତ କି ଏହି ସମୟ ଆମ୍ଭେ ଯେଉଁ ଏକୁଟିଆପଣ, କଷ୍ଟ ଓ ଦୁଃଖର ସମ୍ମୁଖୀନ କରୁଅଛୁ, ତାହା ପରମେଶ୍ୱରଙ୍କ ସମ୍ମୁଖରେ କିଛି ମଧ୍ୟ ନୁହେଁ। ଆସନ୍ତୁ ସିଫନୀୟ ଅଧ୍ୟାୟ 3 ପଦ 18ର ପୁସ୍ତକ ଉପରେ ଏକ ନଜର ଦେବା। ସିଫନୀୟ ଅଧ୍ୟାୟ 3 ପଦ 18ରେ ଲେଖା ଅଛି, ତୁମ୍ଭର ଯେଉଁ ଲୋକମାନେ ମହାସଭା ବିଷୟରେ ଶୋଚନ କରନ୍ତି, ସେମାନଙ୍କୁ ଆମ୍ଭେ ଏକତ୍ର କରିବା। ତାହାର ଭାର ସେମାନଙ୍କ ପ୍ରତି ଲଜ୍ଜାର ବିଷୟ ଥିଲା। କ'ଣ ଏହା ପରମେଶ୍ୱରଙ୍କ ନିର୍ଦ୍ଧାରିତ ପର୍ବ ବିଷୟରେ ନୁହେଁ? ତୁମ୍ଭର ଯେଉଁ ଲୋକମାନେ ମହାସଭା ବିଷୟରେ ଶୋଚନ କରନ୍ତି, ସେମାନଙ୍କୁ ଆମ୍ଭେ ଏକତ୍ର କରିବା, ତାହାର ଭାର ସେମାନଙ୍କ ପ୍ରତି ଲଜ୍ଜାର ବିଷୟ ଥିଲା। ଦେଖ, ଯେଉଁମାନେ ତୁମ୍ଭକୁ କ୍ଲେଶ ଦିଅନ୍ତି ସେମାନଙ୍କ ପ୍ରତି ସେ ସମୟରେ ଆମ୍ଭେ ଉପଯୁକ୍ତ ବ୍ୟବହାର କରିବା, ପୁଣି ଆମ୍ଭେ ଛୋଟିକୁ ପରିତ୍ରାଣ କରିବା ଓ ଯେ ତାଡ଼ିତ ହୋଇଥିଲା ତାହାକୁ ସଂଗ୍ରହ କରିବା। ଆଉ ଯେଉଁମାନଙ୍କର ଲଜ୍ଜା ସମୁଦାୟ ପୃଥିବୀରେ ବ୍ୟାପିଥିଲା, ଆମ୍ଭେ ସେମାନଙ୍କୁ ପ୍ରଶଂସା ଓ ଯଶର ପାତ୍ର କରିବା। ସେ ସମୟରେ ଆମ୍ଭେ ତୁମ୍ଭମାନଙ୍କୁ ଆଣିବା ଓ ସେହି ସମୟରେ ଆମ୍ଭେ ତୁମ୍ଭମାନଙ୍କୁ ସଂଗ୍ରହ କରିବା, କାରଣ ଆମ୍ଭେ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରେ ତୁମ୍ଭମାନଙ୍କର ବନ୍ଦିତ୍ୱାବସ୍ଥା ପରିବର୍ତ୍ତନ କରିବା ସମୟରେ ପୃଥିବୀସ୍ଥ ଯାବତୀୟ ଗୋଷ୍ଠୀ ମଧ୍ୟରେ ତୁମ୍ଭମାନଙ୍କୁ ଯଶର ଓ ପ୍ରଶଂସାର ପାତ୍ର କରିବା, ଏହା ସଦାପ୍ରଭୁ କହନ୍ତି।
बाइबल रे स्पष्ट रूपे भविष्यवाणी करा जाई अछि कि परमेश्वर निश्चित रूपे अपना प्रतिज्ञा पूरा करिवे कि परमेश्वर अपना लोकमानंकु जो माने परमेश्वरंक महासभा विषय रे सोचन करंती पृथ्वीर समस्त गोष्ठी मध्यरे सम्मान और स्तुति देबे। आजिकाली बहुत लोक परमेश्वरंक उपरे विश्वास करिवार दाबी करंती मात्र आंभकु पर्व गुड़िकर संपूर्ण ज्ञान रहिबा उचित जहा फଳରେ सठिक भाବରେ परमेश्वरଙ୍କ सम्मान ଓ ଆରାଧନା କରିପାରିବା। ତେବେ ପୁରାତନ ନିୟମର ସମୟରେ ପ୍ରାୟଶ୍ଚିତ୍ର ଦିନକୁ କିପରି ପାଳନ କରାଯାଉଥିଲା ଆସନ୍ତୁ ଆମ୍ଭେ ଲେବୀୟ ପୁସ୍ତକ ଅଧ୍ୟାୟ 16 ପଦ 5 ଦ୍ୱାରା ଏହାର ପୁଷ୍ଟି କରିବା। ଲେବୀୟ ପୁସ୍ତକ ଅଧ୍ୟାୟ 16 ପଦ 5 ରେ ଲେଖା ଅଛି, ପୁଣି ସେ ଇସ୍ରାଏଲ ସନ୍ତାନ ଗଣର ମଣ୍ଡଳୀରୁ ପାପାର୍ଥେ 2 ଛାଗ ଓ ହୋମାର୍ଥେ ଏକ ମେଷ ନେବ ଆଉ ହାରଣ ଆପଣା ନିମନ୍ତେ ପାପାର୍ଥକ ବଳିର ଯେଉଁ ଗୋବତ୍ସ ତାକୁ ଆଣି ଆପଣା ନିମନ୍ତେ ଓ ଆପଣା ଘର ନିମନ୍ତେ ପ୍ରାୟଶ୍ଚିତ କରିବ। ତହୁଁ ସେହି 2 ଛାଗ ନେଇ ସମାଗମ ତମ୍ବୁ ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ କରାଇବ। ପୁଣି ହାରଣ ସେହି 2 ଛାଗ ମଧ୍ୟରେ ଗୋଳି ବାଣ୍ଟ କରିବ। ତହିଁରୁ ଗୋଟିଏ ସଦାପ୍ରଭୁଙ୍କ ନିମନ୍ତେ ଓ ଅନ୍ୟଟି ତ୍ୟାଗ ନିମନ୍ତେ ହେବ। ପୁଣି ଯେଉଁ ଛାଗ ଗୋଳି ବାଣ୍ଟରେ ସଦାପ୍ରଭୁଙ୍କ ନିମନ୍ତେ ହେବ ହାରଣ ତାକୁ ନେଇ ପାପାର୍ଥେ ବଳିଦାନ କରିବ। ମାତ୍ର ଯେଉଁ ଛାଗ ଗୋଳି ବାଣ୍ଟ ଦ୍ୱାରା ତ୍ୟାଗ ନିମନ୍ତେ ହେବ ସେ ଯେପରି ତ୍ୟାଗ ନିମନ୍ତେ ପ୍ରାନ୍ତରକୁ ପଠାଯାଇ ପାରିବ ଏଥିପାଇଁ ତାହା ନିମନ୍ତେ ପ୍ରାୟଶ୍ଚିତ କରିବାକୁ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ଜିଅନ୍ତା ଠିଆ କରିବ। ଏ ଉତ୍ତାରେ ହାରଣ ଆପଣା ନିମନ୍ତେ ପାପାର୍ଥକ ବଳିର ଯେଉଁ ଗୋବତ୍ସ ତାକୁ ଆଣି ଆପଣା ନିମନ୍ତେ ଓ ଆପଣା ଘର ନିମନ୍ତେ ପ୍ରାୟଶ୍ଚିତ କରିବ। ପୁଣି ଆପଣା ପାପାର୍ଥକ ବଳିର ସେହି ଗୋବତ୍ସକୁ ବଧ କରିବ। ଏଠାରେ କୁହାଯାଇଅଛି କି ଯାଜକ ନିମନ୍ତେ ପାପାର୍ଥକ ବଳି ରୂପେ ଏକ ଗୋବତ୍ସ ଉତ୍ସର୍ଗ କରାଯାଉଥିଲା ଆଉ ଲୋକମାନଙ୍କ ପାଇଁ ଛାଗ ବଳି କରାଯାଉଥିଲା। ଏଠାରେ କିଛି ଏପରି ଅଛି ଯେଉଁଥିରେ ଆମ୍ଭକୁ ପୁରା ଧ୍ୟାନ ଦେବା ଉଚିତ। 2ଟି ଛାଗ ମଧ୍ୟରୁ ଗୋଟିଏକୁ ପାପାର୍ଥକ ବଳି ରୂପେ ପରମେଶ୍ୱରଙ୍କୁ ଉତ୍ସର୍ଗ କରାଯାଉଥିଲା, ଦ୍ୱିତୀୟ ଛାଗକୁ ଆଜାଜେଲ ରୂପେ ଗୁଳିବାଣ୍ଟ କରାଗଲା ଆଉ ଏହି ପ୍ରକାର ଲୋକମାନଙ୍କ ସମସ୍ତ ପାପକୁ ବହନ କରିବା ପାଇଁ ପ୍ରାନ୍ତରକୁ ପଠାଯାଉଥିଲା। ପ୍ରାନ୍ତରରେ ଏଣେ ତେଣେ ଭ୍ରମଣ କରିବା ପରେ ପରିଶେଷରେ ଏହି ଛାଗର ମୃତ୍ୟୁ ହେଉଥିଲା। ଏହି 2 ଛାଗର ଭାଗ୍ୟ ବିଷୟରେ ଉପରୋକ୍ତ ମାଧ୍ୟମରେ ଆମ୍ଭେ ସେହି ପ୍ରକ୍ରିୟାକୁ ସଂକ୍ଷେପରେ କହିପାରିବା ଯାହାଦ୍ୱାରା ଆମ୍ଭର ପାପକୁ ଦୂର କରାଯାଏ। ପୁରାତନ ନିୟମର ସମୟରେ ଯେବେ ଇସ୍ରାଏଲି ପାପ କରୁଥିଲେ ତେବେ ସେମାନେ ଏକ ଛାଗ ବା ମେଷ ଆଣୁଥିଲେ ଆଉ ପରମେଶ୍ୱରଙ୍କୁ ଏକ ସଚୋଟ ପ୍ରାର୍ଥନା ଉତ୍ସର୍ଗ କରୁଥାଇ ତାହା ପାପାର୍ଥକ ବଳି ରୂପେ ବଳି ଉତ୍ସର୍ଗ କରୁଥିଲେ। ମୁଁ ପାପ କରିଅଛି, ଦୟାକରି ମୋର ପାପ ଏହି ଛାଗ ଉପରେ ଲଦି ଦିଅନ୍ତୁ। ମେଷର ଉପଯୋଗ ପାପାର୍ଥକ ବଳି ରୂପେ ମଧ୍ୟ କରାଯାଉଥିଲା। ଏହି ବଳିଦାନ ସେହି ପାପ ନିମନ୍ତେ ଥିଲା ଯାହା ପ୍ରତିଦିନ କରାଯାଉଥିଲା। ଯାଜକମାନେ ବେଦୀରେ ମେଷ ବା ଛାଗର ବଳିଦାନ ଉତ୍ସର୍ଗ କଲେ ଏବଂ ତାହାର ରକ୍ତ ଛିଞ୍ଚିଲେ। ଏହି ପ୍ରକାର ସେମାନଙ୍କ ପାପ 1 ବର୍ଷ ପର୍ଯ୍ୟନ୍ତ ସଂଗୃହୀତ ରହୁଥିଲା। ଏହି ସମସ୍ତ ବଳିଦାନ ବର୍ଷ ସାରା ପବିତ୍ର ସ୍ଥାନରେ ଉତ୍ସର୍ଗ କରାଯାଉଥିଲା। ଯେବେ ଲୋକମାନେ ପାପ କଲେ ତେବେ ସେମାନଙ୍କ ପାପ ପଶୁମାନଙ୍କ ଉପରେ ସମର୍ପଣ କରାଯାଉଥିଲା ଆଉ ସେମାନେ ପାପାର୍ଥକ ବଳି ପଶୁ ଯାଜକମାନଙ୍କ ପାଖକୁ ନେଇଯାଇ ବେଦୀ ଉପରେ ବଳିଦାନ କରାଯାଉଥିଲା। ଲୋକମାନଙ୍କ ବଦଳରେ ପଶୁମାନଙ୍କୁ ହତ୍ୟା କରାଯାଉଥିଲା। ଯାଜକମାନେ ତାହାର ରକ୍ତ ନେଇ ବେଦୀ ଉପରେ ଛିଞ୍ଚିଲେ। ପ୍ରଜାମାନଙ୍କ ସମସ୍ତ ପାପ ଯାହା ବର୍ଷ ସାରା ପବିତ୍ର ସ୍ଥାନରେ ସଂଗୃହୀତ ହେଉଥିଲା ପ୍ରାୟଶ୍ଚିତ ଦିନରେ ଦୂରେଇ ଯାଉଥିଲା। ସେହି ସ୍ଥାନ କେଉଁଠି ଥିଲା? ଯେଉଁଠି ମହାଯାଜକ ବର୍ଷରେ ଥରେ ପ୍ରବେଶ କରୁଥିଲେ ସେ ମହାପବିତ୍ର ସ୍ଥାନରେ ପ୍ରବେଶ କରୁଥିଲେ। ରକ୍ତର ଛିଞ୍ଚନ ସାମାନ୍ୟ ମାତ୍ରେ ବାହାର ଅଗଣାରେ କରାଯାଉଥିଲା, କିନ୍ତୁ ପ୍ରାୟଶ୍ଚିତ୍ର ଦିନ ପଶୁମାନଙ୍କ ରକ୍ତ ମହାପବିତ୍ର ସ୍ଥାନରେ ଛିଞ୍ଚନ କରାଯାଉଥିଲା। ଇସ୍ରାଏଲୀୟମାନେ ବର୍ଷ ସାରା ଯେତିକି ପାପ କଲେ ସେହି ସମସ୍ତ ଅଜାଜେଲ ଉପରେ ଦେଉଥିଲେ। ପୁଣି ତାହାକୁ ପ୍ରାନ୍ତରରେ ନିଆଯାଉଥିଲା ଆଉ ସେଠାରେ ନିର୍ଜନ ସ୍ଥାନରେ ଛାଡ଼ି ଦିଆଯାଉଥିଲା। ସେଠାରେ ଅଜାଜେଲ ଭୋଜନ ବିନା ଏଣେ ତେଣେ ବୁଲୁଥିଲା ଏବଂ ତାହାର ଯତ୍ନ ନେବାର କେହି ରହୁନଥିଲେ। ଏହି ପ୍ରକାର ଶେଷରେ ସେ ମରିଯାଉଥିଲା। ଏହାର ଅର୍ଥ ଏହା ଅଟେ ମହାପବିତ୍ର ସ୍ଥାନ ଯାହା ପରମେଶ୍ୱରଙ୍କୁ ଦର୍ଶାଇଥାଏ ଲୋକମାନଙ୍କ ସମସ୍ତ ପାପକୁ ବହନ କରିଥାଏ।
पुणी यही पाप को अजाजेल को समर्पण करा जाए जहा शैतान को दर्शाई थाए। एथिपई सही समस्त पाप जहा जीसु जे आंभर परमेश्वर अटंती निज उपरे नियंती एबे शैतान को समर्पण करा जाउअछि। इहा द्वारा शैतान को अनंत दंडर विचार करा जाए। एही प्रकार समस्त पाप दूरे जाए एवं स्वर्गर लोक अपना स्वर्गीय गृह रे सर्वदा निमंते परमेश्वरଙ୍କ सहित अनंत जीवनर आनंद नेबारे सक्षम हुअंती। परमेश्वर एही विधि को पुरातन नियम रे आराधनार नियमर एक भाग रूपे रखिले। आम्भमानଙ୍କ पाप पवित्र स्थान को समर्पण करा जाए। आसंतु आम्भे पुष्टि करिबा कि पवित्र स्थान बाइबल रे काहाकू दर्शाई थाए। आसंतु आम्भे जिरिमिय अध्याय 17 को जिबा। जिरिमिय अध्याय 17 पद 12। आदि कालरू यह क्यों प्रकार स्थान अटे? यह ऊर्ध्वरे स्थापित गौरवमय सिंहासन आम्भमानଙ୍କ धर्मधाम अटे। हे इस्राएल रो प्रत्याशा भूमि सदाप्रभु। बाइबल रे परमेश्वर को धर्मधाम अर्थात पवित्र स्थान रूपे वर्णना करा जाइअछि। कोन आम्भे जोहन अध्याय 2 रे सही व्याख्या पाई पारु नहीं। जीसु सेमानंकु उत्तर देले, तुम्हे माने यही मंदिर को विनाश कर आउ 3 दिन मध्य रे मु ताहा तोड़ी देबी। आउ बाइबल कही थाए, किंतु से आपणा शरीर रूप मंदिर संबंध रे कहूथिले। पवित्र स्थान स्वयं परमेश्वर को दर्शाई थाए। यार अर्थ कि परमेश्वर आंभ पई आंभ पापर भार बहन करती। मात्र गोटे दिन एपरी मध्य अटे जेबे वर्ष सारा करा जाइथिबा समस्त लोकमानंक पाप शैतान को समर्पण करा जाए। आउ सही दिन प्रायश्चितर दिन अटे जहाकू आंभे आज पालन करुछु। एही कारणरू कोन आंभ को यही पर्व को बहुत अर्थपूर्ण दिन रूपे पालन करबा उचित नुहे। एबे आसंतु आंभे जोहन अध्याय 1 रे एहा विषय रे सिखिबा कि किपरि आम्भमानंक पाप को अस्थायी रूपे पवित्र स्थान द्वारा बहन करा जाए। जोहन अध्याय 1 पद 29 रे लेखा अछि, तोही आर दिन से जीसु को निज पाखकू आसुथुबा देखि कहिले, एही देखो ईश्वरंक मेष शावक जे जगतर पाप बही नहीं जानती। जीसु आंभर पाप को अस्थायी रूपे बही नहीं पवित्र स्थानर भूमिका प्रदर्शन करती। पवित्र स्थानर प्रतिनिधित्व करुथाई जीसु आंभर पाप को निज उपरे नियंती। मात्र पाप संपूर्ण रूपे प्रायश्चितर दिन रे शैतान को फेरई दिया जाए। आउ आज सही दिन अटे। प्रायश्चितर दिन 2टी छाग बछा गला। गोटिए छाग पापार्थक बलि निमंते परमेश्वर को उत्सर्ग करागला। द्वितीय पाप को पुणी शैतान को जहार पाप थिला स्थानांतरण करिबा पई अजाजेल थिला। आज प्रायश्चितर दिन सही दिन जेबे एही समस्त पाप को ताहार वास्तविक स्वामी पापर पिता पाखरे फेरई दिया जाए। मोसांक समयरू आरंभ करे जीसुंक समय पर्यंत 1500 वर्ष पर्यंत परमेश्वर आंभकू पशु बलिर प्रणाली माध्यम रे सिखाउथिले, जहा पर्व समय रे उत्सर्ग करा जाउथिला कि से आंभमानंक प्रत्येक आत्मार उद्धार किपरि करुथिले। परमेश्वर आंभमानंकु 1500 वर्ष पर्यंत यह काहेकि सिखाइले? आंभको यह उपरे ध्यान रे चिंता करिवार आवश्यक। परमेश्वर आंभमानंक अनेक पाप ओ अपराध कारणरू पापार्थक बळी हेले। तांकु एते बड़ पीड़ार सम्मुखीन करिबाकू पड़िला कि से प्रतिदिन मृत्यु मुखरे अतिबाहित हेले। एही प्रकार वेदी उपरे रक्तर छिंचन करागला। एही प्रकार आज प्रायश्चितर दिन आम्भमानंक समस्त पाप पापर पिता शैतान को स्थानांतरित करा जाए। परमेश्वर जणे भविष्यत वक्ता माध्यम रे भविष्यवाणी कले, जहा द्वारा आम्भे बुझी पारिलु कि परमेश्वर जे पवित्र स्थान अटंती प्रायश्चित दिन रे आम्भर अपराध को बहन करती। आसंतु आम्भे जिसाय अध्याय 53 पद 1 को जाई एहार पुष्टि करिबा। जिसाय अध्याय 53 पद 1। आम्भमानंक संवाद किए विश्वास करिअछि ओ सदाप्रभुंक बाहु काहा निकटरे प्रकाशित होइअछि। कारण से ताहांक दृष्टि रे चारा तुल्य ओ शुष्क भूमिरु उत्पन्न मूल तुल्य बढ़िले। ताहांकर रूप की शोभा नाही, पुणी ताहांकु देखिले आम्भे माने जे श्रद्धा करिबा ताहांकर एपरि सौंदर्य नाही। से अवज्ञात ओ मनुष्यर त्यक्त, दुखी लोक ओ शोक परिचित। पुणी मनुष्य माने जहा ठारू मुख आच्छादन करती एपरी लोकतुल्य से अवज्ञात हेले। आउ आम्भे माने ताहांकु मान्य कलु नाही। से मनुष्य द्वारा अवज्ञात हेले ओ आच्छादन होइथिले। आम्भ पाप कारणरू दुखी थिले, तथापि मध्य
आम्भेमाने ताहांकु मान्य कलु नाही। 아니하시더라고였습니다. कोण परमेश्वर सही अटंती जहांकु यही प्रकार पदरे रखाଯିबा उचित? से अवज्ञात हेले ओ ताहांकर आदर करागला नाही। तथापि मध्य से सही पथरे चालुथाई अभियोग कले नाही। जेहेतु परमेश्वर एही प्रकार पथरे चालिले आम्भे आपणा छोट भाई ओ भौणी मानंकु जो माने आत्मिक रूपे अपरिपक्व अटंती स्वर्गर पथरे घेनी जिबा उचित, जहा फଳରେ ସେମାନେ ପିତା ଓ ମାତାଙ୍କ ଇଚ୍ଛାର ପାଳନ କରିପାରିବେ। କ'ଣ ଦୁନିଆର ଲୋକମାନଙ୍କ ଦ୍ୱାରା କେବଳ ନରକକୁ ନିଆଯିବା ପାଇଁ ଆଦର ପାଇବା ଓ ଉଚ୍ଚୀକୃତ କରାଯିବା ଉପଯୁକ୍ତ ଅଟେ? କ'ଣ ଅଳ୍ପ ସମୟ ନିମନ୍ତେ ଅବଜ୍ଞାତ ହେବା ଏବଂ ମନୁଷ୍ୟ ଦ୍ୱାରା ସେବା ପ୍ରାପ୍ତ ନ ହେବା, ମାତ୍ର ପରମେଶ୍ୱରଙ୍କ ଦ୍ୱାରା ସମ୍ମାନିତ ଓ ପାଳିତ ହେବା ଅଧିକ ଖୁସିର ସ୍ରୋତ ନୁହେଁ କି? 기쁨이 어디 있겠습니까? ପ୍ରତିଦିନ ପରମେଶ୍ୱର ସେହି ସମସ୍ତର ସହ୍ୟ କରନ୍ତି ଯାହାର ଆମ୍ଭେ ଆପଣା ପୁରା ଜୀବନ କାଳରେ କେବେ ମଧ୍ୟ ଅନୁଭବ କରିବା ନାହିଁ। କ'ଣ ଆପଣ ସେହି ମେଷ ଓ ଛାଗର ଭୟ ବିଷୟରେ କଳ୍ପନା କରିପାରିବେ ଯାହାକୁ ପାପାର୍ଥକ ବଳି ରୂପେ ବଳିଦାନ କରାଯାଉଥିଲା? ପବିତ୍ର ସ୍ଥାନରେ ସେମାନଙ୍କର ପ୍ରତୀକ୍ଷା କରିଥିବା ଅସହ୍ୟ ପୀଡ଼ା ଏବଂ ମୃତ୍ୟୁକୁ ଅନୁଭବ କରୁଥାଇ ସେମାନେ କ'ଣ ଅନୁଭବ କରିଥିବେ? ଯେବେ ଯୀଶୁ ଗେଥସିମାନି ନାମକ ସ୍ଥାନରେ ପ୍ରାର୍ଥନା କଲେ, ସେ କହିଲେ, ହେ ମୋହର ପିତା, ଯଦି ହୋଇପାରେ ତେବେ ଏହି ପାନପାତ୍ର ମୋ ଠାରୁ ଦୂର ହେଉ। ଏହା ମେଷ ଓ ଛାଗର ମନକୁ ଦେଖାଇଥାଏ। ଯେତେବେଳେ ସେମାନେ ପାପାର୍ଥକ ବଳି ହୋଇ ପାପୀମାନଙ୍କ ପାଇଁ ବଳିଦାନ ହେଲେ, ସେ ଯେଉଁ ଦୁଃଖ ଓ କଷ୍ଟ ଦେଇ ଗତି କଲେ ତାହା ଅସହ୍ୟ ଅଟେ। ଏଥିପାଇଁ ବାଇବଲ ତାହାଙ୍କୁ ଦୁଃଖୀ ପୁରୁଷ ବୋଲି କହିଥାଏ। ଯେବେ ଆପଣ ଯିଶାୟ ଅଧ୍ୟାୟ 53କୁ ଅଧ୍ୟୟନ କରନ୍ତି ତେବେ ଦୟାକରି କେବଳ ଏହା ଚିନ୍ତା କରନ୍ତୁ ନାହିଁ, ମୁଁ ଦେଖୁଛି କି ଏହି ଅଧ୍ୟାୟ କିପରି ଯୀଶୁଙ୍କ ପୀଡ଼ାକୁ ଦେଖାଇଥାଏ। ଏହା ପରିବର୍ତ୍ତେ ଆସନ୍ତୁ ଭାବିବା ଏହା ତାହାଙ୍କ ନିମନ୍ତେ କେତେ ଯନ୍ତ୍ରଣାଦାୟକ ହୋଇଥିବ। ଯଦି ଆମ୍ଭେ ଏପରି କହିଥାଉ ତେବେ ମୋତେ ବିଶ୍ୱାସ ଅଛି କି ଆମ୍ଭେ ପ୍ରାୟଶ୍ଚିତର ପ୍ରକୃତ ଅର୍ଥ ଆପଣା ମନରେ ଅଙ୍କନ କରିପାରିବା। ଆସନ୍ତୁ ପଦ 4ର ସହିତ ଜାରି ରହିବା। ନିଶ୍ଚୟ ସେ ଆମ୍ଭମାନଙ୍କର ଯାତନା ସବୁ ଧାରଣ କରିଅଛନ୍ତି ଓ ଆମ୍ଭମାନଙ୍କର ବ୍ୟଥା ସବୁ ବହି ଅଛନ୍ତି। ଆମ୍ଭକୁ ଆପଣା ଯାତନା ସବୁ ସ୍ୱୟଂ ବହିବା ଉଚିତ ଥିଲା ଓ ଆମ୍ଭକୁ ଆପଣା ବ୍ୟଥା ସବୁ ସ୍ୱୟଂ ବହନ କରିବାର ଥିଲା, କିନ୍ତୁ ଯୀଶୁ ଏହା ଆମ୍ଭମାନଙ୍କ ପାଇଁ କଲେ। ତଥାପି ଆମ୍ଭେମାନେ ତାହାଙ୍କୁ ଆହତ ଓ ପରମେଶ୍ୱରଙ୍କ ଦ୍ୱାରା ପ୍ରହାରିତ ଓ ଦୁଃଖଗ୍ରସ୍ତ ବୋଲି ମଣିଲୁ। ପଦ 5, ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଲେ। ବାଇବଲ କହିଥାଏ କି ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଲେ, ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ। ଯେବେ ଆମ୍ଭେ ଏହି ତଥ୍ୟ ବିଷୟରେ ଭାବିଥାଉ କି କିପରି ପରମେଶ୍ୱର ଆମ୍ଭ ଉପରେ ଏହି ଅଦ୍ଭୁତ ଅନୁଗ୍ରହ ପ୍ରଦାନ କରିଛନ୍ତି, ଆମ୍ଭେ ପିତା ଓ ମାତାଙ୍କ ବଳିଦାନକୁ କେବଳ କ୍ରୁଶରେ ତାହାଙ୍କ ଧୈର୍ଯ୍ୟ ଏବଂ ପୀଡ଼ା ରୂପେ ମାନିବା ଉଚିତ ନୁହେଁ। ପ୍ରତ୍ୟେକ ବର୍ଷ ପୁନରୁତ୍ଥାନ ଦିନର ସମୟର ଆଖପାଖରେ କେତେକ ଲୋକ ଥାନ୍ତି ଯେଉଁମାନେ ଏହା ଅନୁଭବ କରିବା ପାଇଁ କି କ୍ରୁଶ ଉପରେ ଟାଙ୍ଗି ହେବା ଦ୍ୱାରା କେତେ କଷ୍ଟ ହୋଇଥାଏ, ବାସ୍ତବରେ ସାରା ଦିନ ସ୍ୱୟଂକୁ କ୍ରୁଶରେ ଟାଙ୍ଗି ହେବାକୁ ଚେଷ୍ଟା କରନ୍ତି, କିନ୍ତୁ ସେହି ପୀଡ଼ା କିଛି ମଧ୍ୟ ନୁହେଁ। କ୍ରୁଶର ଯନ୍ତ୍ରଣା କେବଳ ସେହି ଯନ୍ତ୍ରଣାର ଏକ ଅଂଶ ଯାହା ଦେଇ ପରମେଶ୍ୱର ଯାଇଥିଲେ, ଯାହା ସ୍ପଷ୍ଟ ରୂପେ ବ୍ୟକ୍ତ କରାଯାଇଥିଲା, କାରଣ ମନୁଷ୍ୟ ତାହା ମଧ୍ୟରେ ରହିଥିବା ଆତ୍ମିକ ଯନ୍ତ୍ରଣାକୁ ବୁଝିପାରେ ନାହିଁ। କଳ୍ପନା କରନ୍ତୁ କି ଯଦି ସେହି ବ୍ୟକ୍ତି ଆପଣ ହୁଅନ୍ତେ ଯାହାକୁ ମୃତ୍ୟୁ ସ୍ଥାନରେ ନିଆଯାଉଥିଲା ଆଉ ପ୍ରତିଦିନ ମୃତ୍ୟୁର ସମ୍ମୁଖୀନ କରିବାକୁ ପଡୁଥିଲା। ଏପରି ସ୍ଥାନକୁ ଯିବା ଅତ୍ୟଧିକ ଯନ୍ତ୍ରଣାଦାୟକ ହୋଇଥାଏ ଯେଉଁଠିକୁ ଆପଣ ଯିବାକୁ ଚାହାନ୍ତି ନାହିଁ। ମାତ୍ର ଯଦି ଆପଣଙ୍କୁ ଏପରି ସ୍ଥାନକୁ ଯିବାର ଅଛି ଯେଉଁଠି ମୃତ୍ୟୁ ଆପଣଙ୍କ ଅପେକ୍ଷା କରୁଅଛି, ଏହା ଏକ ଅବର୍ଣ୍ଣନୀୟ ପୀଡ଼ା ଅଟେ। ସମସ୍ତ ଲୋକ ପରମେଶ୍ୱରଙ୍କ ମୁକ୍ତିର ଅନୁଗ୍ରହ ବିଷୟରେ ଯେଉଁ ଜ୍ଞାନ ଆମ୍ଭେ ସଞ୍ଚିତ କରିଅଛୁ ତାହା ବିଷୟରେ କେବଳ ଏହା କହୁଥାଏ କି ଠିକ୍ ଅଛି, ମୁଁ ଦେଖିପାରୁଛି କିପରି ଆମର ପାପ କ୍ଷମା କରାଯାଏ। ଆମ୍ଭକୁ ଅଯଥା ଚିନ୍ତା କରିବା ଉଚିତ ନୁହେଁ। ଏହା ପରିବର୍ତ୍ତେ ଆମ୍ଭକୁ ପ୍ରକୃତରେ ପ୍ରତ୍ୟେକ ପରିସ୍ଥିତିରେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା ଉଚିତ। ଯଦି ଆମ୍ଭେ ପ୍ରକୃତରେ ପିତା ଓ ମାତାଙ୍କ ବଳିଦାନ ଓ ପ୍ରେମକୁ ଅନୁଭବ କରୁ ତେବେ କୌଣସି କାରଣ ନାହିଁ କି ଆମ୍ଭେ ସିଓନରେ ଆପଣା ଭାଇ ଓ ଭଉଣୀମାନଙ୍କ ପ୍ରତି କ୍ରୋଧିତ ହୋଇଥାଉ। ଯଦିଓ ଆମ୍ଭକୁ ନିଚ ଦୃଷ୍ଟିରେ ଦେଖାଯାଏ ଓ ଆମ୍ଭ ସହିତ ଦୁର୍ବ୍ୟବହାର ଓ ଅସମ୍ମାନ କରାଯାଏ, ତଥାପି ମଧ୍ୟ ଆମ୍ଭକୁ କ୍ରୋଧିତ ହେବା ଉଚିତ ନୁହେଁ। କ'ଣ ଏହା ସେହି ପଥ ନୁହେଁ ଯେଉଁଥିରେ ପିତା ଓ ମାତା ଚାଲିଲେ? ଆସନ୍ତୁ ପ୍ରାର୍ଥନା କରିବା, ପିତା ଓ ମାତା ଆପଣ ଆମ୍ଭମାନଙ୍କ ପାଇଁ ଏହି ପଥରେ ଚାଲିଲେ। ଏଥିପାଇଁ ଦୟାକରି ମୋତେ ପବିତ୍ର ଆତ୍ମାଙ୍କ ଶକ୍ତି ଦିଅନ୍ତୁ ଯାହାଦ୍ୱାରା ମୁଁ ଆପଣା ଭାଇ ଓ ଭଉଣୀମାନଙ୍କୁ ରକ୍ଷା କରିବା ପାଇଁ ଧୈର୍ଯ୍ୟ ରଖିପାରିବି। ମୁଁ ପ୍ରାର୍ଥନା କରୁଅଛି ଯେ ଆପଣ ଏହି ବର୍ଷର ପ୍ରାୟଶ୍ଚିତର ଦିନ ସମୟରେ ପବିତ୍ର ଆତ୍ମାଙ୍କ ଏହି ଶକ୍ତି ପ୍ରାପ୍ତ କରିବେ। 입을 수 있길 바라겠습니다. ପଦ 5,
ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ। ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା। କ'ଣ ହେବ ଯଦି ସେ ଦଣ୍ଡ ଗ୍ରହଣ କରିନଥାନ୍ତେ? କ'ଣ ଆମ୍ଭେ ସେହି ବ୍ୟକ୍ତି ନୋହୁଁ ଯେଉଁମାନଙ୍କୁ ତାହାଙ୍କ ବଦଳରେ ଦଣ୍ଡ ମିଳିବାର ଥିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ? ଆମ୍ଭେମାନେ ସମସ୍ତେ ମେଷଗଣ ତୁଲ୍ୟ ବିପଥଗାମୀ ହୋଇଥିଲୁ। ଆମ୍ଭେ ସଠିକ ପଥରେ ଗଲୁ ନାହିଁ, କିନ୍ତୁ ଏହି ପୃଥିବୀରେ ରହୁଥାଇ ବିପଥଗାମୀ ହୋଇଥିଲୁ। ଆମ୍ଭେମାନେ ପ୍ରତ୍ୟେକ ଆପଣା ଆପଣା ବାଟ ଆଡ଼େ ଫେରିଅଛୁ, 여호와께서는 ଆଉ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବର୍ତ୍ତାଇ ଅଛନ୍ତି। 7절에 ପଦ 7 ସେ ଉପଦ୍ରବ ପ୍ରାପ୍ତ ହେଲେ ତଥାପି ସେ ଆପଣାକୁ ନମ୍ର କରି ଆପଣା ମୁଖ ଫିଟାଇଲେ ନାହିଁ। ବଧସ୍ଥାନକୁ ନିଆଯିବା ମେଷ ଶାବକ ତୁଲ୍ୟ। ଆମ୍ଭେ ଦିନରେ କେତେ ଥର ସେହି ସ୍ଥିତିରେ ବଧସ୍ଥାନକୁ ନିଆଯିବା ମେଷ ଶାବକ ତୁଲ୍ୟ ନିଆଯାଇଅଛି। 나 되어 보느냐는 것입니다. ଲୋମଛେଦକମାନଙ୍କ ସମ୍ମୁଖରେ ନୀରବ ମେଷି ତୁଲ୍ୟ ହୋଇ ସେ ଆପଣା ମୁଖ ଫିଟାଇଲେ ନାହିଁ। 그가 ସେ ଉପଦ୍ରବ ଓ ବିଚାର ଦ୍ୱାରା ଦୂରୀକୃତ ହେଲେ, ଆଉ ସେ ଯେ ଜୀବିତ ଲୋକମାନଙ୍କ ଦେଶରୁ ଉଚ୍ଛିନ୍ନ ହେଲେ, ଏହା ତାହାଙ୍କ ସମୟର ଲୋକମାନଙ୍କ ମଧ୍ୟରେ କିଏ ବିବେଚନା କଲା? ଆମ୍ଭ ଲୋକମାନଙ୍କର ଅପରାଧ ନିମନ୍ତେ ସେ ପ୍ରହାରିତ ହେଲେ। ପୁଣି ସେ କୌଣସି ଦୌରାତ୍ମ୍ୟ ନ ହେଲେ ହେଁ ଓ ତାହାଙ୍କ ମୁଖରେ କୌଣସି ଛଳ ନଥିଲେ ହେଁ ଲୋକମାନେ ଦୁଷ୍ଟଗଣର ସହିତ ତାହାଙ୍କର କବର ନିରୂପଣ କଲେ ଓ ମୃତ୍ୟୁରେ ସେ ଧନବାନର ସଙ୍ଗୀ ହେଲେ। ତଥାପି ତାହାଙ୍କୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁଙ୍କର ଅଭିମତ ହେଲା। ସେ ତାହାଙ୍କୁ ଦୁଃଖଗ୍ରସ୍ତ କରିଅଛନ୍ତି। ତୁମ୍ଭେ ତାହାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ ସେ ଆପଣା ବଂଶ ଦେଖିବେ, ସେ ଦୀର୍ଘାୟୁ ହେବେ ଓ ତାହାଙ୍କ ହସ୍ତରେ ସଦାପ୍ରଭୁଙ୍କର ଇଷ୍ଟସିଦ୍ଧ ହେବ। ସେ ଆପଣା ପ୍ରାଣ ବେଦନାର ଫଳ ଦେଖି ତୃପ୍ତ ହେବେ। ଆମ୍ଭର ଧାର୍ମିକ ଦାସ ଆପଣାର ଜ୍ଞାନ ଦ୍ୱାରା ଅନେକଙ୍କୁ ଧାର୍ମିକ କରିବେ 많은 사람 ଓ ସେ ସେମାନଙ୍କର ଅପରାଧ ବହିବେ। 죄악을 친히 담당하리라. ଏ ହେତୁ ଆମ୍ଭେ ମହତମାନଙ୍କ ମଧ୍ୟରେ ତାହାଙ୍କୁ ଅଂଶ ଦେବା 함께 하며 ଓ ସେ ପରାକ୍ରମୀମାନଙ୍କ ସଙ୍ଗେ ଲୁଟ ବିଭାଗ କରିନେବେ। କାରଣ ସେ ମୃତ୍ୟୁ ମୁଖରେ ଆପଣା ପ୍ରାଣ ଢାଳିଦେଲେ ଓ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ। ତଥାପି ସେ ଅନେକଙ୍କର ପାପଭାର ବହିଲେ 죄를 지며 ଓ ଅଧାର୍ମିକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। 구했습니다. ଯଦିଓ ପରମେଶ୍ୱର ଧାର୍ମିକ ଅଟନ୍ତି, ପାପୀମାନଙ୍କ ନିମନ୍ତେ ସ୍ୱୟଂକୁ ବଳିଦାନ କଲେ। 그 희생의 ଯେହେତୁ ଆମ୍ଭକୁ ପ୍ରଥମେ ଆହ୍ୱାନ କରାଯାଇଅଛି, ଆଉ ଆମ୍ଭେ ସିଧା ପିତା ଓ ମାତାଙ୍କ ଉଦାହରଣରୁ ଶିଖିଅଛୁ, ଏଥିପାଇଁ ଆମ୍ଭକୁ ତାହା ହେବା ଉଚିତ ଯାହା ଏବେ ଆମ୍ଭମାନଙ୍କ ଭାଇ ଓ ଭଉଣୀମାନଙ୍କ ପାଇଁ ଯେଉଁମାନେ ଭବିଷ୍ୟତରେ ସତ୍ୟକୁ ଗ୍ରହଣ କରିବାକୁ ଯାଉଛନ୍ତି, ପିତା ଓ ମାତାଙ୍କ ସନ୍ତାନଙ୍କ ରୂପେ ଭଲ ଉଦାହରଣ ପ୍ରସ୍ତୁତ କରନ୍ତି। ପିତା ଓ ମାତାଙ୍କ ବଳିଦାନ ଆମ୍ଭମାନଙ୍କ ପାଇଁ ତାହାଙ୍କ ପ୍ରେମରୁ ଉତ୍ପନ୍ନ ହୋଇଥାଏ। ଏଥିପାଇଁ ପରମେଶ୍ୱର କହିଲେ, ତୁମେମାନେ ପରସ୍ପରକୁ ପ୍ରେମ କର। ମୁଁ ଯେପରି ତୁମମାନଙ୍କୁ ପ୍ରେମ କରିଅଛି, ତୁମେମାନେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କର। ଯଦି ଆମ୍ଭକୁ କୌଣସି ଭାଇ ବା ଭଉଣୀମାନଙ୍କ ସହିତ କିଛି ଘୃଣା ଅଛି ବା କେହି ଅଛନ୍ତି ଯାହାକୁ ଆପଣ ଦେଖିବାକୁ ଚାହାନ୍ତି ନାହିଁ, ମୋର ମାନିବାର ଅଟେ କି ଏହାର ଅର୍ଥ କି ଆପଣ ଏବେ ମଧ୍ୟ ପିତା ଓ ମାତାଙ୍କ ମନକୁ ଆଉ ସେହି ପୀଡ଼ାର ଅର୍ଥ ଯାହା ପରମେଶ୍ୱର କ୍ରୁଶରେ ସହ୍ୟ କରିଥିଲେ ବୁଝନ୍ତି ନାହିଁ। ଗୋଟିଏ ଶିକ୍ଷା ଅଛି ଯାହା ମାତା ସର୍ବଦା ସିଓନର ସନ୍ତାନମାନଙ୍କୁ ଦିଅନ୍ତି, ଯେଉଁମାନେ ସ୍ୱର୍ଗୀୟ ପରିବାରର ସଦସ୍ୟ ଅଟନ୍ତି। ଏକ ଅନ୍ୟ ସହିତ ଏକତ୍ର ରହନ୍ତୁ। ଯେବେ ଆପଣ ଏକ ହୋଇଯିବେ ତେବେ ସୁସମାଚାର ଭଲ ହେବ। ପରମେଶ୍ୱର ସ୍ୱୟଂ ଦ୍ୱାରା ସହଜରେ ସୁସମାଚାରର କାର୍ଯ୍ୟ ପୁରା କରିପାରନ୍ତି। ମାତ୍ର ପରମେଶ୍ୱର ଆମ୍ଭକୁ ଏପରି କରିବାର ଅନୁମତି ଦିଅନ୍ତି। ଏପରି ଏଥିପାଇଁ କାରଣ ଆମ୍ଭକୁ ଏହାର ଅନୁଭବ କରିବାର ଅଛି। ଆମ୍ଭକୁ ଏହା ଆପଣା ନିମନ୍ତେ ଅନୁଭବ କରିବାର ଆବଶ୍ୟକତା ଅଛି। ସୁସମାଚାରର କାର୍ଯ୍ୟ କରିବା ସମୟରେ ଆମ୍ଭେ ଏପରି ସଦସ୍ୟମାନଙ୍କ ସହିତ ସାକ୍ଷାତ ହୋଇପାରିବା ଯେଉଁମାନେ ଆମ୍ଭମାନଙ୍କ ସହିତ ଭଲ ବ୍ୟବହାର କରନ୍ତି ନାହିଁ। ଯେତେବେଳେ ଆମ୍ଭେ ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ଏହି ବହୁମୂଲ୍ୟ କାର୍ଯ୍ୟକୁ କରିଥାଉ, ତେବେ ଆମ୍ଭେ ବିଭିନ୍ନ ପରିସ୍ଥିତି ଗୁଡ଼ିକର ସମ୍ମୁଖୀନ ହେବା ଯେଉଁଠି ଆମ୍ଭମାନଙ୍କ ମିଶନକୁ ମୂଲ୍ୟବାନ ବିବେଚିତ କରାଯାଏ ନାହିଁ। ଆଉ ଆମ୍ଭେ ଭାବିପାରିବା କି ପିତା ଓ ମାତାଙ୍କ ପାଇଁ ଏହା କେତେ କଠିନ ହୋଇଥିବ, ଆଉ ସେମାନେ କେତେ ଏକୁଟିଆପଣ ଅନୁଭବ କରିଥିବେ। ଯେବେ ଆମ୍ଭକୁ କାହାରି ଶବ୍ଦ ଦ୍ୱାରା ଆଘାତ ଲାଗେ ଆଉ ତାହାକୁ ଦେଖିବାକୁ ମନ ହୁଏ ନାହିଁ, ତେବେ ଆମ୍ଭକୁ ଏହା ଉପରେ ବିଚାର କରିବା ଉଚିତ କି ପରମେଶ୍ୱର ଆମ୍ଭମାନଙ୍କ ବିଭିନ୍ନ ପାପର ଯନ୍ତ୍ରଣାକୁ ବହନ କଲେ ଓ ସହ୍ୟ କଲେ। ଆମ୍ଭକୁ କେବେ ମଧ୍ୟ ଏହି ଅପମାନକୁ ହାଲୁକାରେ ନେବା ଉଚିତ ନୁହେଁ ଯାହାକୁ ପରମେଶ୍ୱର କ୍ରୁଶରେ ସହ୍ୟ କରିଥିଲେ, ଆଉ ନାହିଁ ତାହାକୁ କେବଳ କ୍ରୁଶର ବଳିଦାନ ରୂପେ ସଂକ୍ଷେପରେ ପ୍ରସ୍ତୁତ କରିବା ଉଚିତ। ଏହା ପରିବର୍ତ୍ତେ ଆମ୍ଭକୁ ଆପଣା ଦୈନିକ ଜୀବନରେ କ୍ରୁଶରେ ହୋଇଥିବା ବଳିଦାନରେ ନିହିତ ଏହି ସମସ୍ତ ବିଷୟ ଗୁଡ଼ିକର ଅନୁଭବ କରିବା ଉଚିତ, ଆଉ ସେହି ଅନୁଗ୍ରହକୁ ଭାଇ ଓ ଭଉଣୀମାନଙ୍କ ସହିତ ଭାଗ କରିବା ଉଚିତ। ମାତା କହିଲେ, ଏକ ଅନ୍ୟ ସହିତ ଏକତ୍ର ରୁହ। ଯେବେ ଆପଣ ଏକ ହେବେ ତେବେ ସୁସମାଚାର ଭଲ ହେବ। ସେ ଆମ୍ଭକୁ ପ୍ରଥମରୁ ହିଁ ନିର୍ଦ୍ଦେଶ ଦେଇଛନ୍ତି କି କିପରି ସୁସମାଚାରକୁ ବୃଦ୍ଧି କରାଯିବ।
आम्भमानंकु एकत्र हेबार आवश्यकता अछि। बेले बेले आम्भे चाहिथाउ कि आम्भ सियोन परिवारर सदस्य जहा किछि मध्य करन्ति सेमानंको ठारे कौनसी प्रकारर मध्य अभाव न हेउ। मात्र कोन परमेश्वर आम्भमानंकु कौनसी गोटिए अभावर सहित सृष्टि करि नाहंती? से एपरि काहेकि कले? आम्भमानंको सुंदर एकता सृष्टि करिबा पई। आज आम्भे अनुग्रह पूर्वक नूतन गीत गान करिछु। कल्पना करंतु कि समस्त एकपरि स्वरर उपयोग करुथाई गीतर रचना करा जाइथांता। कोण आम्भे संगीतर स्वर रे प्रभावित हुवन्ते? किछि स्वर उच्च अछि ओ किछि स्वर धीमा अछि। धीमा स्वर और उच्च स्वर उभय आम्भर मन को स्पर्श करिथाए। जेबे समस्त स्वर भिन्न भिन्न होइथाए तेबे कोण एक अद्भुत संगीत प्रस्तुत करा जानता नहीं। एपरि लोक अछंती जो माने बहुत प्रभावशाली अटंती, अन्य जो माने कौनसी वस्तु रे प्रभावशाली अटंती, आउ यहाँ पर्यंत कि एपरि लोक मध्य अछंती जो माने आदौ प्रभावशाली नुहंती। परमेश्वरंक ऊपर आम्भमानंक विश्वास जदिओ दृढ़ अटे बा दुर्बल, आम्भे सही प्रकार एकत्र होइथाउ जेमिति संगीत उच्च स्वर और धीमा स्वरर सहित पुनः समन्वय करिबारे सक्षम होई पारे। जेबे प्रत्येक नोट आपणा आपणा भूमिका प्रदर्शन करंती और आपणा सर्वश्रेष्ठ प्रदर्शन करिथाए तेबे सुंदर नूतन गीत सुना जाई पारिबो। कोण यह सत्य नुहे? एथिपई आम्भको यह बुझिबा उचित कि प्रायश्चितर यही दिन परमेश्वर आम्भर पाप को प्रायश्चित करिबा पई स्वयं को बलिदान करिसंती। जदि आम्भे परमेश्वरंक प्रेम और बलिदान को बुझी थाउ तेबे कोण आम्भको स्वर्ग जीवा पूर्वे आपणा को अल्प मध्य बलिदान करिबा उचित नुहे? पिता और माता आम्भको रक्षा करिबा पई एही पृथ्वी रे आसिले, मात्र तांको मूल्य जणागला नाही बा आदर करागला नाही। एथिपई आम्भको यही प्रायश्चितर दिन पुणी थरे भाबिबार आवश्यक कि सेमाने किपरि तुच्छ प्रमाणित होइथिले आउ आम्भमानंक निमंते एपरि जंत्रणादायक परिस्थिति देई जाइथिले। आज जदि आम्भे आपणा भाई और भौणी मानंक पई जाहा करि परिबा एहा उपरे अधिक ध्यान देबा, मु विश्वास करूअछि जे पिता और माता आम्भर मन को देखिबे और सही फल को सियोन रे पठेइबा जारी रखिबे जो मानंकु से प्रथमे प्रस्तुत करिसंती। दया करी यही प्रायश्चितर दिन परित्राणर परमेश्वरंक असीम अनुग्रह को आपणा मनरे उत्कीर्ण करंतु। यहा द्वारा मु आजिर उपदेश समाप्त करने चाहिबी। आपणंक बहुत बहुत धन्यवाद।